ଆଜି ଆପଣମାନେ ତୋରି ପାଇଁ ତୋ ପାଇଁ ଧାରାବାହିକରେ ଏକ ଦମଦାର ସିନ୍ ଦେଖିବାକୁ ପାଇବେ। ଚିକି ଆସି ଦେଖିବେ କି ରୁହି ତାଙ୍କ ନିଜ ମାଆଙ୍କୁ ଏକ ଲୁଗାରେ ଗୁଡ଼େଇ ବାନ୍ଧିକିରି ଗୋଟେ ଘରର କୋଣରେ ବସେଇ ଦେଇଛନ୍ତି। ଏକଥା ଯେତେବେଳେ ଚିକି ଦେଖିପାରିବେ ସେତେବେଳେ ରୁହି ଆସି ପହଞ୍ଚିଯିବେ ଏବଂ କହିବେ, ଚିକି ତାଙ୍କୁ ଦେଖିକି କହିବେ, ଏ ଘରେ କେବଳ ଗୋଟେ ଚୋରଣୀ ଅଛି ଯିଏ ମୋ ପରିଚୟ ଆଉ ମୋ ଖୁସିକୁ ଚୋରେଇ ନେଇଛି। ରୁହି କହିବେ, ଚୁପ୍, ଫାଷ୍ଟ ତୁ ମୋତେ କହ ଯେ ତୁ ଏ ଘରେ କ'ଣ କରୁଥିଲୁ ଆଉ କ'ଣ ଖୋଜୁଥିଲୁ। ଚିକି କହିବେ, ବାସ୍ ଟିକେ ମଣିଷ ପୁଣିଆ ଆଉ ସୋଲ୍, ବାସ୍ ଏଠି କିଛି ବି ମିଳିଲାନି। ରୁହି କହିବେ, ତୋ ଭାଷଣବାଜି ବନ୍ଦ କର। ସରିଲା ତୋ ଭାଷଣବାଜି, ସରିଲା ତ, ଏବେ ତୁ ମୋ ଆକ୍ସନ୍ ଦେଖ। ଏମିତି କହି ରୁହି ଖଣ୍ଡେ କାଚ ଧରି ଚିକିକୁ ମାରିବାକୁ ଯାଉଥିଲା ବେଳେ ଚିକି ରୁହି ହାତକୁ ଧରି ପଛକୁ କରି ଏକ ଲୁଗା ଧରି ତାଙ୍କୁ ବାନ୍ଧି ଦେବେ ଆଉ କହିବେ, ଏବେ ତ ମୋ ମନରେ ସନ୍ଦେହ ହେଉଛି, ବାସ୍ ଖାଲି ଟିକେ ପ୍ରମାଣ ମିଳିଯାଉ, ଏମିତି ତୋତେ ପାର୍ସଲ କରିକି ପଠେଇଦେବି। ତ ହଁ ଦର୍ଶକ ବନ୍ଧୁ, ସତରେ କ'ଣ ଚିକି ତାଙ୍କ ରୁହିଙ୍କର ମାଆଙ୍କର ପରିଚୟ ପାଇପାରିବେ? ଆଉ ଯଦି ଆପଣଙ୍କର ପ୍ରିୟ ଧାରାବାହିକଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ।